ଭାରତ ଓ ରୁଷ ପ୍ରତିରକ୍ଷା ବୁଝାମଣା ଲାଗୁ, ଏଣିକି ଉଭୟ ପରସ୍ପର ଦେଶରେ ମୁତୟନ କରିବେ 3000 ସୈନ୍ୟ। ନୂଆଦିଲ୍ଲୀ, ଭାରତ ଓ ରୁଷ ମଧ୍ୟରେ ଆଜିଠାରୁ ରେଲୋସ୍ ବା ରେସିପ୍ରୋକାଲ୍ ଏକ୍ସଚେଞ୍ଜ ଅଫ୍ ଲଜିଷ୍ଟିକ୍ ରିପୋର୍ଟ ପ୍ରତିରକ୍ଷା ବୁଝାମଣା କାର୍ଯ୍ୟକାରୀ ହୋଇଛି। ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପର ଭୂମିରେ 3000 ଲେଖାଏଁ ସୈନ୍ୟ ମୁତୟନ କରିବେ। ଏଥିସହ 5ଟି ଯୁଦ୍ଧଜାହାଜ ଏବଂ 10ଟି ଲଢୁଆ ବିମାନ ବି ମୁତୟନ କରିବା ଲାଗି ଅନୁମତି ମିଳିଛି। ସେହିଭଳି ଉଭୟ ଦେଶ ପରସ୍ପର ସାମରିକ ଘାଟି, ବିମାନ ଘାଟି ଏବଂ ବନ୍ଦର ବ୍ୟବହାର କରିବେ, ଯାହାଫଳରେ ଦୀର୍ଘକାଳୀନ ସୈନ୍ୟ ମୁତୟନ ଓ ଅପରେସନ୍ ସହଜ ହେବ। ବୁଝାମଣା ଲଜିଷ୍ଟିକ୍ ସପୋର୍ଟକୁ ସାମିଲ କରାଯାଇଛି, ଯେଉଁଥିରେ ଇନ୍ଧନ, ପାଣି ମରାମତି, ପ୍ରଯୁକ୍ତି ସଂଶୋଧନ ଓ ଅନ୍ୟାନ୍ୟ ଜରୁରୀ ଯୋଗାଣ ଉପଲବ୍ଧ କରାଯିବ। ସେହିଭଳି ବିମାନ ପାଇଁ ଏୟାର ଷ୍ଟ୍ରାଇକ୍ କଣ୍ଟ୍ରୋଲ ଏବଂ ବିମାନ ସହ ଜଡ଼ିତ ଅନ୍ୟ ସବୁ ସୁବିଧା ଉଭୟ ଦେଶ ପରସ୍ପର ଦେବେ। ବୁଝାମଣା 2025 ଫେବୃଆରୀରେ ସ୍ୱାକ୍ଷର ହୋଇଥିଲା ଏବଂ ଡିସେମ୍ବରରେ ରୁଷ ମଞ୍ଜୁରୀ ଦେଇଥିଲା। ଏହି ବୁଝାମଣା ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ। ଉଭୟ ଦେଶର ସହମତି ଆଧାରରେ ଏହାକୁ ଆଗକୁ ବଢ଼ାଯାଇପାରିବ। ତେବେ ଏହା କୌଣସି ଯୁଦ୍ଧ ପାଇଁ ନୁହେଁ, ଶାନ୍ତି ସମୟରେ ଟ୍ରେନିଂ, ମିଳିତ ଅଭ୍ୟାସ ଓ ଲଜିଷ୍ଟିକ୍ ସହଯୋଗ ଲାଗି ଏହା ଉଦ୍ଦିଷ୍ଟ।